ଶ୍ରୀ ଶ୍ରୀ ଠାକୁରଙ୍କର ମାତୃବନ୍ଦନା ଗାନ କରୁଅଛି। পদ্ম আসন ধান ভরাখি মায়ের পায়ে কৃষি শিল্প বাহন মায়ের তারি যন্ত্র পড়না মায়ের একই তন্ত্র। পদ্ম আসন ধান ভরাখি আর্য গরিমা কেউর হস্ত নেত্র মায়ের স্নেহর দীপ্ত মায়ের মাথার মুকুটে ঝলসে ইষ্ট স্বার্থ দীপন মন্ত্র। পদ্ম আসন ধান ভরাখি মায়ের পায়ে কৃষি শিল্প বাহন মায়ের তারি যন্ত্র পড়না মায়ের একই তন্ত্র। পদ্ম আসন ধান ভরাখি অগণিত সুত জড়িমা টুটিয়া ললাটে লসিত অমর ইন্দু ক্ষীর ভরা পিন্ন জুত ধারে খরিছে জীবন অমিয় সিন্ধু। স্মৃতির বোধন মাল্য কণ্ঠে নাকের বেশরূপনিষদ শ্রুতির চমকে ঝকমকে ওই চলনে চমকে ওম তৎসৎ। চারি বর্ণে ঝলকে কেশ আমার মায়ের এমনই বেশ। এই তো দেশ চারি বর্ণে ঝলকে কেশ আমার মায়ের এমনই বেশ। এই তো দেশ স্বস্তি স্বস্তি উঠে কলর সাম্য দুনিয়া ভুলিয়া ইষ্ট আনত বিপ্লবীরা বিদ্রোহ দলে নদী জানায়। স্বস্তি স্বস্তি উঠে কলর সাম্য দুনিয়া ভুলিয়া ইষ্ট আনত বিপ্লবী প্রাণ বিদ্রোহ দলে নদী জানায়। পদ্ম আসন ধান ভরাখি মায়ের পায়ে কৃষি শিল্প বাহন মায়ের তারি যন্ত্র পড়না মায়ের একই তন্ত্র। পদ্ম আসন ধান ভরাখি। वंदे पुरुषोत्तमं मूकं करोति वाचालं पङ्गुं लङ्घयते गिरि यत्कृपातमहं वन्दे परमानन्दमाधवम्। परम प्रेममय श्री ठाकुर को श्रीचरण मोर अनंत कोटि प्रणाम। आजिकार सत्संग ऑनलाइन माध्यम जोड़ी होई रहितबा श्री ठाकुर प्रपौत्र पूजनीय बोधन दादा को मोर प्रणाम आंतरिक जयगुरु ज्ञापन करुची। सभार उपस्थित समस्त गुरु भाई गुरुमा दूरनु एवं निकटर आगत समस्त परंतर जयगुरु ज्ञापन करी। एबे चलुथिबा मासटी श्री श्री ठाकुरଙ୍କର पवित्र जन्ममास अटे। अल्प केते दिन पर श्री ठाकुरଙ୍କର पवित्र जन्मतिथि एवं जन्म दिवस
ସର୍ବତ୍ର ହିଁ ଧୁମଧାମରେ ପରିପାଳିତ ହେବ। ତେବେ ଆଜିର ଏହି ଦିବସରେ ଶ୍ରୀ ଠାକୁରଙ୍କର ଚରଣ ତଳେ ଆମେ ଏହି ଏକ ବିଶେଷ ସତ୍ସଙ୍ଗ ମାଧ୍ୟମରେ ଏକତ୍ରିତ ହୋଇଛେ। ଅଦ୍ୟାବଧି ଶ୍ରୀ ଠାକୁରଙ୍କର ପ୍ରବର୍ତ୍ତିତ ପ୍ରାର୍ଥନା, ତତ୍ପରେ ସଦ୍ଗ୍ରନ୍ଥାଦି ପାଠ ଏବଂ ତାପରେ ମାତୃବନ୍ଦନା ଅନୁଷ୍ଠିତ ହୋଇଯାଇଛି, ଯାହାକି ଅତ୍ୟନ୍ତ ଭାବୋଦ୍ଦୀପକ ଏବଂ ସମସ୍ତଙ୍କ ମନକୁ ଇଷ୍ଟି ପ୍ରେରଣାରେ ଭରି ଦେଇଛି। এই যে ସଦ୍ଗ୍ରନ୍ଥାଦି ପାଠ କରାଗଲା, ଏଥିରେ ଶ୍ରୀ ଠାକୁରଙ୍କର ବିଭିନ୍ନ ଗ୍ରନ୍ଥାଦିରୁ କେତେକ ନିର୍ବାଚିତ ବାଣୀ ସମୂହକୁ ଭାଇମାନେ ଆମ ଆଗରେ ପାଠ କଲେ। ବର୍ତ୍ତମାନ ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁରଙ୍କର ମାନବୀୟ ଲୀଳାଚକ୍ରରେ ତାଙ୍କର ମୁଖ ନିଃସୃତ ବାଣୀ ଓ ଆଲୋଚନା ସମୂହ ତାଙ୍କର ହିଁ ଏକ ଅଭିନବ ଆଶୀର୍ବାଦ। ସେସବୁ ବାଣୀ ସମୂହରେ ଲୁଚି ରହିଛି ମଣିଷ ଜୀବନର ଅସୀମାନି ପ୍ରଶ୍ନମାନଙ୍କର ଜୀବନୀୟ ଉତ୍ତର। ଆମେ ସମସ୍ତେ ସେହି ବାଣୀ ସମୂହକୁ ବର୍ତ୍ତମାନ ଶୁଣୁଥିଲେ। ସେହି ବାଣୀ ସମୂହର ପଠନ, ମନନ ଏବଂ ଅନୁଶୀଳନରେ ଦିଗହରା ମନୁଷ୍ୟ ନୂତନ ପଥର ସନ୍ଧାନ ପାଇଥାଏ। ସେହି ସବୁ ମାଧ୍ୟମରେ ଆମେ କେତେକ ଉପାଦେୟ ତଥ୍ୟ ବା ଉପାଦେୟ ଜ୍ଞାନ ଉପଲବ୍ଧ କଲୁ, ଯାହାକି ମୁଁ ସଂକ୍ଷେପରେ ଆଲୋଚନା କରିବାକୁ ଚାହେଁ। ଆମେ ଅବଗତ ହେଲୁ ଯେ ପ୍ରତ୍ୟେକଟି ସତ୍ତାର ଯେ ଆଦିମ ଆକାଂକ୍ଷା ଆତ୍ମୋନ୍ନୟନ, ଯେଉଁଥିପାଇଁ କି ଗୁରୁ ଅପରିହାର୍ଯ୍ୟ ଏବଂ ଗୁରୁକୁ ଅନୁସରଣ କରି ଚାଲିବା ତାହା ମଧ୍ୟ ଅପରିହାର୍ଯ୍ୟ। ସେହି ପରମ ପୁରୁଷ ଯିଏକି ପ୍ରେମର ଘନୀଭୂତ ବିଗ୍ରହ, ଯିଏକି ପ୍ରତ୍ୟେକ ସତ୍ତାର ଆଦିମ ମଙ୍ଗଳାକାଂକ୍ଷୀ, ଯିଏକି ସଚିତ୍ ଆନନ୍ଦ ସ୍ୱରୂପ, ସେହି ଅବ୍ୟକ୍ତ ପୁରୁଷୋତ୍ତମ ହିଁ ଆମ ସମସ୍ତଙ୍କର ଉନ୍ନତି ପଥର ଏକମାତ୍ର ପାଥ୍ୟ। ତାଙ୍କ ପ୍ରଦତ୍ତ ନୀତି ସମୂହର ପାଳନ ସାମାନ୍ୟ ମନୁଷ୍ୟକୁ ପ୍ରକୃତିର ଅନ୍ଧାରମୟ ଗୋବରରୁ ବାହାର କରି ଅସାମାନ୍ୟ ସତ୍ତାରେ ରୂପାନ୍ତରିତ କରିଥାଏ। ପ୍ରକୃତିର ସତ୍ତା ସହିତ ଯେ ସଂଘର୍ଷ, ତାହା ଅନେକ ପୁରାତନ। ପ୍ରକୃତି ତାର ରକମାରୀ ସ୍ୱରୂପ ନେଇ ଆମ ମଧ୍ୟରେ ଥିବା ଈଶ୍ୱରୀୟ ସତ୍ତାକୁ ଦିଗ୍ଭ୍ରଷ୍ଟ କରିବାକୁ ଚାହେଁ, କିନ୍ତୁ ସତ୍ତାର ଯେ ଆଦିମ ଆକାଂକ୍ଷା, ତାର ଉତ୍ସ ସେହି ପରମପୁରୁଷଙ୍କୁ, ସେହି ଆଦର୍ଶଙ୍କୁ ନିଜର ପ୍ରିୟତମ କରି ରଖିବା ପାଇଁ। ପ୍ରକୃତିର ତାଡ଼ନାରେ ଯେ ନିଜର ଆଦର୍ଶକୁ ବିସର୍ଜନ ଦିଏ, ତାର ଜୀବନ ଯେ ବିଚ୍ଛିନ୍ନତାରେ ବିକ୍ଷିପ୍ତ ହୋଇ ଉଠେ, ଏଥିରେ ସନ୍ଦେହ ନାହିଁ। ତେଣୁ ପ୍ରୟୋଜନ ଆଦର୍ଶାନୁସରଣ। ଆଦର୍ଶକୁ ନେଇ ବ୍ୟକ୍ତି ଓ ପାରିପାର୍ଶ୍ୱିକ ମଧ୍ୟରେ ହାରମୋନି ମେଣ୍ଟେନ କରି ଚାଲିବା ଆଧ୍ୟାତ୍ମିକ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ଅଟେ। ଶ୍ରୀ ଠାକୁରଙ୍କର ଇଷ୍ଟ ଏବଂ ଇଷ୍ଟାନୁସରଣ ପ୍ରସଙ୍ଗ ଗ୍ରନ୍ଥରୁ ଆମେ ଜାଣିଲୁ, ଆଗ ନିଜର ଇଷ୍ଟାନୁଗ ଆତ୍ମନିୟନ୍ତ୍ରଣ ହେଲେ ହିଁ ପରିବେଶ ନିୟନ୍ତ୍ରଣ ସମ୍ଭବ ହୋଇଥାଏ। ସେଥିପାଇଁ ଆଗେ ଯଜନ ଏବଂ ତାପରେ ଯାଜନ। ଏହି ଇଷ୍ଟାନୁଗ ଆତ୍ମନିୟନ୍ତ୍ରଣ ପାଇଁ ଆବଶ୍ୟକ ତାଙ୍କ ଅନୁଯାୟୀ ଭାବିବା, କହିବା ଏବଂ କରିବା, ଯାହାଦ୍ୱାରା ଆମର ସକ୍ରିୟ ଭାବଭୂମିରେ ତାଙ୍କର ନିରନ୍ତର ବିଦ୍ୟମାନତା ରହିପାରେ। ଏହି ପ୍ରକାର ଚଳନୀ ଓ ଭାବର ପ୍ରଭାବରେ ଆତ୍ମପ୍ରୀତି କ୍ରମେ ପରିବର୍ତ୍ତିତ ହୁଏ ଇଷ୍ଟପ୍ରୀତି ଏବଂ ତତ୍ପରେ ପରିବେଶ ପ୍ରୀତିରେ। ତେଣୁ ବ୍ୟକ୍ତି ଏବଂ ପରିବେଶ ମଧ୍ୟରେ ସମତା ଉତ୍ପାଦନକାରୀ ମେଜର ଫ୍ୟାକ୍ଟର ହେଉଛନ୍ତି ଆଦର୍ଶ। ଆଜିକାଲି ସମାଜରେ ଆତ୍ମସଂଯମ, ଆତ୍ମନିୟନ୍ତ୍ରଣ, ସେଲ୍ଫ ଆନାଲିସିସ୍ ଇତ୍ୟାଦି ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା ଶୁଣିବାକୁ ମିଳେ। ବାସ୍ତବରେ ଏସବୁର ପ୍ରୟୋଜନ ମଧ୍ୟ ଆମେ ଅଳ୍ପ ବହୁତ ଉପଲବ୍ଧି କରୁ, କିନ୍ତୁ ଏଥି ନିମନ୍ତେ ପ୍ରକୃତ ପନ୍ଥା କଣ? ଶ୍ରୀ ଠାକୁରଙ୍କର ଆଧ୍ୟାତ୍ମିକ ପ୍ରସଙ୍ଗ ଗ୍ରନ୍ଥରୁ ଆମେ ଅବଗତ ହେଲେ, ଯୁଗୋପଯୋଗୀ ଉପଯୁକ୍ତ ଆଦର୍ଶ ପୁରୁଷଙ୍କଠାରେ ଆତ୍ମସମର୍ପଣ ବା ସରେଣ୍ଡରନେସ୍ ହିଁ ଆତ୍ମସଂଯମର ମାର୍ଗ। ସେହି ଆତ୍ମସମର୍ପଣରୁ ଆସେ ଆଦର୍ଶଙ୍କଠାରେ ଏକନିଷ୍ଠ ସକ୍ରିୟ ଟାଣ, ଯାହାକି ପ୍ରକାରାନ୍ତରେ ସଂଯମର ବାଟ ଖୋଲିଦିଏ। ଶ୍ରୀ ଠାକୁର ଏହାର ଉଦାହରଣ ଦେଇ କହୁଛନ୍ତି, ପିତୃମାତୃ ଭକ୍ତ ସନ୍ତାନ, ଏକ ସତୀ ସ୍ତ୍ରୀ ବା ଏକ ପ୍ରଭକ୍ତ କୁକୁର ମଧ୍ୟରେ ବି ଏହି ପ୍ରକାର ସଂଯମ ସହଜ ଭାବରେ ପରିଲକ୍ଷିତ ହୁଏ। ଆଦର୍ଶକୁ ଭଲ ପାଇବା, ସେବା କରିବା, ତାଙ୍କ ପ୍ରୀତ୍ୟାର୍ଥେ କର୍ମ କରିବାର ଭିତର ଦେଇ ପ୍ରକୃତି ଗୁଡ଼ିକ ନିୟନ୍ତ୍ରିତ, ସଂହତ ଏବଂ ପରସ୍ପରର ପରିପୂରକ ହୋଇ
ସତ୍ତାର ଉନ୍ନତିର ପଥର ନିୟାମକ ହୁଅନ୍ତି। ଏହା ହିଁ ପ୍ରକୃତିର ନିୟମ। କିନ୍ତୁ ଦେଖାଯାଏ କିଛି ତଥାକଥିତ ଧାର୍ମିକ ଆଚରଣହୀନ ବ୍ୟକ୍ତିତ୍ୱ ଏହି ନିୟମ ବିପକ୍ଷରେ ମତ ରଖନ୍ତି। ସେମାନଙ୍କ ଉକ୍ତିରେ ମନୁଷ୍ୟ କେବଳ ଆତ୍ମାନୁମୋଦିତ ସତ୍ମାର୍ଗରେ ଚାଲି ହିଁ ଯଥେଷ୍ଟ। କୌଣସି ଗୁରୁ ଅବଲମ୍ବନର ପ୍ରୟୋଜନତାକୁ ସେମାନେ ଖଣ୍ଡନ କରନ୍ତି। ଶ୍ରୀ ଶ୍ରୀ ଠାକୁରଙ୍କର ଏହି ଉଦ୍ଦେଶ୍ୟରେ ଦିଆଯାଇଥିବା ସବିସ୍ତୃତ ଉତ୍ତର ଆମେ ଅଳ୍ପକ୍ଷଣ ପୂର୍ବରୁ ଶୁଣିଲେ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ଇଷ୍ଟତନ୍ତ୍ରୀ ନା ହଲଇ ତୁଇ ବୃତ୍ତିତନ୍ତ୍ରୀ ହଇ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ଠାରୁ ଆରମ୍ଭ କରି ପ୍ରଭୁ ଶ୍ରୀକୃଷ୍ଣ, ପ୍ରଭୁ ଶ୍ରୀ ବୁଦ୍ଧଦେବ, ପ୍ରଭୁ ଶ୍ରୀ ଯୀଶୁ, ପ୍ରଭୁ ମହମ୍ମଦ, ପ୍ରଭୁ ଶ୍ରୀ ଚୈତନ୍ୟ ଦେବ, ପ୍ରଭୁ ଶ୍ରୀ ରାମକୃଷ୍ଣ ପରମହଂସ ଏବଂ ବର୍ତ୍ତମାନ ପୁରୁଷୋତ୍ତମ ପ୍ରଭୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସମସ୍ତେ ହିଁ ସେଇ ଏକ ସ୍ୱରରେ ଇଷ୍ଟଗୁରୁ ପୁରୁଷୋତ୍ତମଙ୍କର ଅପରିହାର୍ଯ୍ୟତାକୁ ମାନବ ସମାଜ ଆଗରେ ନାନା ଭାବରେ ରଖିଯାଇଛନ୍ତି। ଏହି ସବୁ ବିଭିନ୍ନ ଉପାଦେୟ କଥା ଆମେ ଆଜିର ପାଠଚକ୍ରରେ ଅବଗତ ହେଲେ। ପ୍ରକୃତରେ এই ଯେଉଁ ଗ୍ରନ୍ଥ ପାଠ ଆମ ସମସ୍ତଙ୍କୁ ଇଷ୍ଟିପ୍ରଣାରେ ଭରି ଦେଇଛି। ଏଭଳି ଲାଗୁଥିଲା ଯେଭଳି ପୁରୁଷୋତ୍ତମ ନିଜ ଶ୍ରୀମୁଖରୁ ଏହି ସବୁ ସମାଧାନୀ ଉତ୍ତର ଆମ ଆଗରେ ତୋଳି ଧରିଛନ୍ତି। ଏହିଭଳି ଆହୁରି ଅନେକ ବିଷୟ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ପାରିବାରିକ ଜୀବନ, ରାଜନୀତି, ବ୍ୟବସାୟ, ସାହିତ୍ୟ, ବିଜ୍ଞାନ, ବିବାହ, ସନ୍ତାନଚର୍ଯ୍ୟା ଇତ୍ୟାଦି ସମ୍ବନ୍ଧିତ ଅନେକ ଆଲୋଚନା ଶ୍ରୀ ଠାକୁରଙ୍କର ବିଭିନ୍ନ ଗ୍ରନ୍ଥାଦିରେ ସଂଗୃହୀତ ଏବଂ ସଂକଳିତ ହୋଇ ରହିଛି। ଏହି ସମସ୍ତ ଗ୍ରନ୍ଥ ସହିତ ଆମେ ପରିଚିତ ହେବା ଆବଶ୍ୟକ ଏବଂ ଏଗୁଡ଼ିକର ନିରନ୍ତର ପଠନ, ମନନ ଏବଂ ପରିପାଳନ ଆମ ସମସ୍ତଙ୍କର ସର୍ବାଙ୍ଗୀନ ଉନ୍ନତିରେ ନିଶ୍ଚିତ ସହାୟକ ହେବ। ସମସ୍ତଙ୍କୁ ଗୋଚରାର୍ଥେ ଏହା ବ୍ୟକ୍ତ କରିବାକୁ ଚାହିଁକି ଏହି ସବୁ ସଂକଳନରେ ଅଗ୍ରଣୀ ଭୂମିକା ନିର୍ବାହ କରି ଆମ ସମସ୍ତଙ୍କୁ ଏହି ଅମୂଲ୍ୟ ଗ୍ରନ୍ଥାଦିର ପରିଚୟ କରାଇଥିବା ମହାନ ବ୍ୟକ୍ତିତ୍ୱ ହେଉଛନ୍ତି ଶ୍ରୀ ଶ୍ରୀ ଠାକୁରଙ୍କର ପୌତ୍ର ପୂଜ୍ୟପାଦ ଶ୍ରୀ ବିଦ୍ୟୁତ ରଞ୍ଜନ ଚକ୍ରବର୍ତ୍ତୀ ମହୋଦୟ। ମୁଁ ଆମ ସମସ୍ତଙ୍କ ତରଫରୁ ପୂଜ୍ୟପାଦ ଦାଦାଙ୍କ ଚରଣରେ ପ୍ରଣାମ ତଥା କୃତଜ୍ଞତା ଜ୍ଞାପନ କରୁଛି। ପରମ ପିତାଙ୍କ ରାତୁଲ ଚରଣରେ ତାଙ୍କର ସୁସ୍ୱାସ୍ଥ୍ୟ ସମନ୍ୱିତ ନିରାମୟ ଜୀବନ ପ୍ରାର୍ଥନା କରୁଛି। ଏବେ ଆମେ ସମସ୍ତେ ସତ୍ସଙ୍ଗର ପରବର୍ତ୍ତୀ ପର୍ଯ୍ୟାୟ ସଂଗୀତାଞ୍ଜଳିରେ ଉପନୀତ। ଶ୍ରୀ ଠାକୁରଙ୍କର ଗୋଟିଏ ବାଣୀ ମନେ ପଡୁଛି, ଯାହା ହେଉଛି সঙ্গীত হয় শ্বাসের ব্যায়াম, দেহের ব্যায়াম নাচে, এই ব্যায়াম হি সহজ ব্যায়াম, নাই কিছু তার কাছে। এই সুন্দর পরিবেশକୁ আহুরি মনোজ্ঞ କରିବା ପାଇଁ ইষ্টরাগ রঞ্জিত সঙ্গীতাঞ্জলি অনুষ্ঠিত ହେବ। ଆଜି ଆମ ଗହଣରେ ସଙ୍ଗୀତ ପରିବେଷଣ କରିବା ପାଇଁ ଉପସ୍ଥିତ ଅଛନ୍ତି ବିନିତା ପ୍ରହରାଜ ମା, ଶ୍ରଦ୍ଧେୟ ଉମାକାନ୍ତ ପୃଷ୍ଟି ଭାଇ ଏବଂ ସୁଭାଶିଷ ରାୟ ଭାଇ। ଆସନ୍ତୁ ଆମେ ସମସ୍ତେ ଉପଭୋଗ କରିବା ଏହି ଭକ୍ତି ରସଭରା ସଙ୍ଗୀତ ପର୍ବକୁ। অর্পণ করুছি প্রাণর প্রদীপ, পাদ পদ্মে তুম প্রাণর ঠাকুর, অর্পণ করুছি প্রাণর প্রদীপ, পাদ পদ্মে তুম প্রাণর ঠাকুর, জনম
জীবননাথ জীবন্ত এটি অছন্তি তোতে চাহি জীবননাথ জীবন্ত এটি অছন্তি তোতে চাহি জীবননাথ Oh
ভাবিলে পরে তোরে
করুণা ভরা নয়নে সাগর হইছে সাগর ঝরে করুণা ভরা নয়নে সাগর হইছে সাগর ঝরে করুণা ভরা নয়নে সাগর হইছে সাগর ঝরে Thank you.
Sri
no, 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 no.